ଯେତେବେଳେ ଆପଣ ୟୁଟ୍ୟୁବ ରେ ଭିଡ଼ିଓ ଦେଖୁଛନ୍ତି ସେତେବେଳେ ଆପଣଙ୍କ ଡାଟା ଜଲ୍ଦି ଜଲ୍ଦି ସରିଯାଉଛି। ଏବେ ଆଉ ସେମିତି ହବନି, କାହିଁକି ନା ମୁଁ ଆପଣମାନଙ୍କୁ କହିବି ତିନିଟା ସେଟିଂ ବିଷୟରେ। ଯଦି ଆପଣମାନେ ଏଇ ସେଟିଂ ଗୁଡ଼ାକ ଅନ୍ କରିଦେଉଛନ୍ତି ତାହେଲେ ଆପଣ ଯେତେ ଭିଡ଼ିଓ ଦେଖନ୍ତୁ, ଯେତେ ମୁଭି, ସର୍ଟ ଭିଡ଼ିଓ, ସଙ୍ଗସ୍ ବା ବ୍ଲଗ, କମେଡି ଭିଡ଼ିଓ କିଛି ବି ଆପଣ ଦେଖନ୍ତୁ, ଆପଣଙ୍କ ଡାଟା ଜଲ୍ଦି ସରିବନି। ଦିନ ସାରା 1 GB ଡାଟା, 2 GB ଡାଟା ଯେତିକି ପ୍ଲାନ୍ ଆପଣ ପକାଉଛନ୍ତି ସେତିକି ଡାଟା ରହିବ। ଟୋଟାଲି ଡାଟା ଜଲ୍ଦି ସରିବନି, ଆପଣଙ୍କ ଡାଟା ଦିନ ସାରା ଚାଲିବ, ଜଲ୍ଦି ସରିବାର ନାଁ ହିଁ ନେବନି। ସୋ କ'ଣ ରହିଛି ତିନୋଟି ସେଟିଂ, ଆସନ୍ତୁ ଆମେ ଅନ୍ କରିବା, ଯାହା ଫଳରେ ଆପଣଙ୍କ ଡାଟା ଜଲ୍ଦି ସରିବନି ଆଉ ଆପଣମାନେ ବହୁତ ଟାଇମ୍ ଯାଏଁ ୟୁଟ୍ୟୁବରେ ଭିଡ଼ିଓ ଦେଖିପାରିବେ, ଅଲଗା ସୋସିଆଲ ମିଡ଼ିଆରେ ବି ଭିଡ଼ିଓ ଦେଖିପାରିବେ। ସୋ କ'ଣ ରହିଛି ତିନୋଟି ସେଟିଂ, ଆସନ୍ତୁ ଆମେ ଅନ୍ କରିବା। ସେଥିପାଇଁ ଆପଣଙ୍କୁ ଫାଷ୍ଟ ତ ୟୁଟ୍ୟୁବ ଆପ୍ଲିକେସନକୁ ଅପଡେଟ୍ କରିବାକୁ ପଡ଼ିବ। ଅପଡେଟ୍ କଲେ ଆପଣଙ୍କୁ ସେଇ ସେଟିଂ ମିଳିବ। ଯଦି ଆପଣ ଅପଡେଟ୍ କରିନଥିବେ ଆପଣଙ୍କୁ ସେଇ ସେଟିଂ ମିଳିନଥିବ। ସେଥିପାଇଁ ଆପଣ ସିମ୍ପଲି ପ୍ଲେ ଷ୍ଟୋର ଓପନ୍ କରିଦିଅନ୍ତୁ। ତାପରେ ତଳେ ଆପଣଙ୍କୁ ସର୍ଚ୍ଚ ଆଇକନ୍ ମିଳିଯିବ, ଦେଖନ୍ତୁ ଏଠି କ୍ଲିକ୍ କରିନେବେ। ତାପରେ ଉପରେ ଆପଣ ସର୍ଚ୍ଚ କରିବେ ୟୁଟ୍ୟୁବ। ଦେଖନ୍ତୁ ୟୁଟ୍ୟୁବ ଲେଖି ସର୍ଚ୍ଚ କରିଦିଅନ୍ତୁ। ଦେଖନ୍ତୁ ମୁଁ ଆପ୍ଲିକେସନକୁ ଅପଡେଟ୍ କରିଦେଇଥିଲି। ଆପଣଙ୍କର ଏଥିରେ ଅପଡେଟ୍ ଆସିବ, ଆପଣମାନେ ଅପଡେଟ୍ କରିଦେବେ। ଅପଡେଟ୍ ହେଇଗଲା, ତାପରେ ସିମ୍ପଲି ବ୍ୟାକ୍ କରିବେ। ଏବେ ଆମେ ଫାଷ୍ଟ ସେଟିଂକୁ ଅନ୍ କରିବା। ସିମ୍ପଲି ୟୁଟ୍ୟୁବ ଓପନ୍ କରିବେ। ଯେତେବେଳେ ମୁଁ ଜଷ୍ଟ ନର୍ମାଲି ଭିଡ଼ିଓ ଦେଖିବା ପାଇଁ ସ୍କ୍ରଲ୍ କରୁଛି ତ ଦେଖନ୍ତୁ ଭିଡ଼ିଓ ପ୍ଲେ ହେଇଯାଉଛି। ଆଉ ଟିକେ ଆମେ ସ୍କ୍ରଲ୍ କରିବା ତ ଦେଖନ୍ତୁ ଆଉ ଗୋଟେ ଭିଡ଼ିଓ ପ୍ଲେ ହେଇଗଲା। ଏମିତି ସ୍କ୍ରଲ୍ କଲା ବେଳେ ଦେଖନ୍ତୁ ଭିଡ଼ିଓ ଗୁଡ଼ାକ ଅଟୋମେଟିକାଲି ପ୍ଲେ ହେଇଯାଉଛି। ଏଥିପାଇଁ ଆପଣଙ୍କ ଡାଟା ଜଲ୍ଦି ସରିଯାଉଛି। ଆପଣ ଭିଡ଼ିଓ ଦେଖିବା ପାଇଁ ଜଷ୍ଟ ସ୍କ୍ରଲ୍ କରୁଥିବେ, ସେଇ ଟାଇମରେ ଭିଡ଼ିଓ ପ୍ଲେ ହେଇଯାଉଛି। ଏଥିରେ ବି ଆପଣଙ୍କ ଡାଟା ବହୁତ ସରୁଛି, ଆପଣ ଭାବି ପାରିବେନି କେତେ ଡାଟା ସରୁଛି। ସୋ ଏଇଟାକୁ ଆମେ ଫାଷ୍ଟ ବନ୍ଦ କରିବା। ଅଟୋମେଟିକାଲି ଯେଉଁ ଭିଡ଼ିଓ ପ୍ଲେ ହେଇଯାଉଛି ଏଇଟାକୁ ଆମେ ବନ୍ଦ କରିବା। ସୋ ଚାଲନ୍ତୁ ଦେଖିବା କେମିତି ଏହାକୁ ବନ୍ଦ କରିବା। ତାପରେ ଭିଡ଼ିଓ ଗୁଡ଼ାକ ଅଟୋମେଟିକାଲି ପ୍ଲେ ହେବନି। ସୋ ଏଇଟା ବନ୍ଦ କରିବା ପାଇଁ ସିମ୍ପଲି ତଳେ ଆପଣଙ୍କୁ ପ୍ରୋଫାଇଲର ଗୋଟେ ଅପସନ୍ ମିଳିଯିବ, ଏଇଟା ଆପଣ କ୍ଲିକ୍ କରିବେ। ତାପରେ ଆପଣଙ୍କୁ ସେଟିଂ ଆଇକନ୍ ମିଳିଯିବ, ଦେଖନ୍ତୁ ଏଇଠି କ୍ଲିକ୍ କରିଦେବେ। ଏଇଠି କ୍ଲିକ୍ କଲା ପରେ ଏମିତି ଅପସନ୍ ପଳେଇ ଆସିବ। ତାପରେ ଆପଣ ଜେନେରାଲ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଜେନେରାଲ ଅପସନ୍ ଗୋଟେ ଅଛି, ଏଇଠି ଆପଣ କ୍ଲିକ୍ କରିଦେବେ। ଜେନେରାଲ ଅପସନ୍ ଓପନ୍ କରିଦେବେ। ତାପରେ ଆପଣଙ୍କୁ କେତେ ଗୁଡ଼େ ଅପସନ୍ ମିଳିଯିବ। ତାପରେ ଗୋଟେ ଅପସନ୍ ଅଛି ପ୍ଲେ ବ୍ୟାକ୍ ଇନ୍ ଫିଡ୍ସ। ଦେଖନ୍ତୁ ଅପସନ୍ ଅଛି ନା, ଏଇଟା ଆପଣ କ୍ଲିକ୍ କରିବେ। ଏଇଟା କ୍ଲିକ୍ କଲା ପରେ ସମସ୍ତଙ୍କର ପ୍ଲେ ବ୍ୟାକ୍ ଇନ୍ ଫିଡ୍ ଅଲୱେଜ୍ ଅନ୍ ହେଇକି ଥିବ, ମାନେ ଆପଣଙ୍କ ଭିଡ଼ିଓ ଅଟୋମେଟିକାଲି ପ୍ଲେ ହେଇଯିବ। ଯେତେବେଳେ ଆପଣ ସ୍କ୍ରଲ୍ କରିବେ ତ ଭିଡ଼ିଓ ଅଟୋମେଟିକାଲି ପ୍ଲେ ହେଇଯାଉଛି। ଏଥିରେ ବି ଆପଣଙ୍କ ଡାଟା ଜଲ୍ଦି ସରିଯାଉଛି। ତ ୟାକୁ ସିମ୍ପଲି ଆପଣ ଅଫ୍ କରିଦେବେ। ଦେଖନ୍ତୁ ଅଫ୍ ଅଛି ନା, ଏଇଟା ଦେଖନ୍ତୁ ଅନ୍ ଅଛି, ୟାକୁ ଆପଣ ଅଫ୍ କରିଦେବେ। ସିମ୍ପଲି ୟାର ଉପରେ କ୍ଲିକ୍ କରିବେ। ୟାର ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ଆଉ ଥରେ ପ୍ଲେ ବ୍ୟାକ୍ ଇନ୍ ଫିଡ୍ସ ଉପରେ କ୍ଲିକ୍ କରିବେ ତ ଦେଖନ୍ତୁ ଅଫ୍ ହେଇଗଲା। ଦେଖନ୍ତୁ ଏଇଟା ଅଫ୍ ହେଇଗଲା। ସିମ୍ପଲି ଆମେ ବ୍ୟାକ୍ କରିବା। ଚାଲନ୍ତୁ ଦେଖିବା ଭିଡ଼ିଓ ପ୍ଲେ ହେଉଛି ନା ନାହିଁ। ବ୍ୟାକ୍ କରିଦେବେ, ହୋମ୍କୁ ପଳେଇ ଆସିବେ। ତାପରେ ଟିକେ ସ୍କ୍ରଲ୍ କରିବେ। ଦେଖନ୍ତୁ ଭିଡ଼ିଓ ଟୋଟାଲି ପ୍ଲେ ହେଉନି। ଏବେ ଆପଣଙ୍କ ଡାଟା ଜଲ୍ଦି ଜଲ୍ଦି ସରିବନି, ପୁରା ଦିନ ସାରା ଡାଟା ରହିବ। ଏଇଟା ହେଲା ଫାଷ୍ଟ ସେଟିଂ। ସେକେଣ୍ଡ ସେଟିଂ କରିବା ପାଇଁ ଆଉ ଥରେ ଏଇଟା କ୍ଲିକ୍ କରିବେ। ପ୍ରୋଫାଇଲ୍ ଆଇକନ୍ ଦେଖନ୍ତୁ ତଳେ ଅଛି ୟୁ ଲେଖା ହେଇଛି, ଏଇଟା ଆପଣ କ୍ଲିକ୍ କରିବେ। ତାପରେ ଆପଣ ସେଟିଂ ଅପସନ୍କୁ ଯିବେ। ତାପରେ ଆପଣଙ୍କୁ ସେଟିଂ ଅପସନ୍ ମିଳିଯିବ, ଏଠି କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଏମିତି କିଛି ଅପସନ୍ ପଳେଇ ଆସିବ। ତାପରେ ଆପଣ ସିମ୍ପଲି ତଳକୁ ଯିବେ। ତଳେ ଆପଣଙ୍କୁ ଅପସନ୍ ମିଳିଯିବ ଡାଟା ସେଭିଂ। ଦେଖନ୍ତୁ ଅପସନ୍ ଅଛି ନା, ଏଇଟା ଆପଣ କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଏଠି ଦେଖନ୍ତୁ କେତେ ଗୁଡ଼େ ଅପସନ୍ ଅଛି। ଆପଣ କନଫ୍ୟୁଜ୍ ହୁଅନ୍ତୁନି, ଆପଣ ଗୋଟେ ସେଟିଂକୁ ଅନ୍ କରିବେ, ସବୁ ସେଟିଂ ଅନ୍ ହେଇଯିବ। ଦେଖନ୍ତୁ ଏଥିରେ କେତେ ଗୁଡ଼େ ଅପସନ୍ ଅଛି, ଆପଣଙ୍କୁ ବାସ୍ ଡାଟା ସେଭିଂ ମୋଡ଼କୁ ଅନ୍ କରିବାର ଅଛି। ୟାକୁ ଆପଣ ସିମ୍ପଲି ଅନ୍ କରିଦେବେ ତ ସବୁ ସେଟିଂ ଅନ୍ ହେଇଯିବ। ୟାକୁ ସିମ୍ପଲି ଅନ୍ କରିଦିଅନ୍ତୁ। ଦେଖନ୍ତୁ ଡାଟା ସେଭିଂ ମୋଡ଼କୁ ଆମେ ସିମ୍ପଲି ଅନ୍ କରିଦେବା। ୟାର ଉପରେ କ୍ଲିକ୍ କରିବେ। ଦେଖନ୍ତୁ ସବୁ ଗୁଡ଼ାକ ଅନ୍ ହେଇଗଲା। ଦେଖନ୍ତୁ ଆମର ଡାଟା ସେଭିଂ ମୋଡ଼ ଅନ୍ ହେଇଗଲା। ଏବେ ଆପଣଙ୍କ ଭିଡ଼ିଓ ଟିକେ ଲୋ କ୍ୱାଲିଟିରେ ପ୍ଲେ ହେବ ଆଉ ଆପଣଙ୍କ ଡାଟା ଦିନ ସାରା ରହିବ। ଦିନ ସାରା ଆପଣମାନେ ୟୁଟ୍ୟୁବରେ ଭିଡ଼ିଓ ଦେଖିପାରିବେ, ମୁଭି ଦେଖିପାରିବେ, ସଙ୍ଗସ୍ ଦେଖିପାରିବେ, ବ୍ଲଗ୍ସ ଦେଖିପାରିବେ, କମେଡ଼ି ଭିଡ଼ିଓ ଦେଖିପାରିବେ, ସବୁ ଭିଡ଼ିଓ ଦେଖିପାରିବେ। ତାପରେ ତଳେ ଆପଣଙ୍କୁ ଅପସନ୍ ମିଳିଯାଉଛି ମୋବାଇଲ ଡାଟା ୟୁଜେସ୍ ରିମାଇଣ୍ଡର। ୟାର ଉପରେ କ୍ଲିକ୍ କରିବେ। ୟାକୁ ଆପଣ ଅନ୍ କରିଦେବେ। ୟାକୁ ଅନ୍ କଲେ ଆପଣମାନେ ଜାଣିପାରିବେ ଯେ ୟୁଟ୍ୟୁବରେ କେତେ MB ଡାଟା ଖର୍ଚ୍ଚ ହେଲା। ଆପଣ ଯଦି 200 MB ଡାଟା ୟୁଜ୍ କରିବାକୁ ଚାହୁଁଛନ୍ତି ତ 200 MB କରିଦେବେ, ନହେଲେ 100 MB, ନହେଲେ 500 MB ତ ସିଲେକ୍ଟ କରିଦେବେ। ତ ସେତିକି ଡାଟା ସରିଲା ପରେ ତ ଆପଣଙ୍କୁ ଗୋଟେ ରିମାଇଣ୍ଡର ମିଳିଯିବ ଯେ ଏତିକି ସରିଗଲାଣି, ଆଉ ଯଦି ଆପଣମାନେ ଚଲେଇବାକୁ ଚାହୁଁଛନ୍ତି ତ ଚଲେଇ ପାରିବେ। ସେମିତି ଗୋଟେ ରିମାଇଣ୍ଡର ଆପଣଙ୍କୁ ମିଳିଯିବ। ସୋ ମୁଁ 100 MBକୁ ସିଲେକ୍ଟ କରି ଓକେ କରିଦେଉଛି।
देखंतु 100 MB ହେଲା ପରେ मते गोटे रिमाइंडर मिल जिवो एडे गोटे ऑप्शन पळे आसीबो एति MB सरी गलानी बोली गोटे ऑप्शन पळे आसीबो एडा भी आपण माने ऑन कर दियंतु ए सेटिंग को आपण माने ऑन कर दियंतु सिंपली बैक करिवे हमर दीरा सेटिंग ऑन हे गला तापर बैक करिवे एबे आपण को वीडियो टिके लो क्वालिटी रे प्ले हबो आ दिन सारा डाटा चलिबो एबे 3 नंबर सेटिंग को हमें ऑन करबा सेथि पय सिंपली टिके बैक करिवे पूरा बैक कर देबे YouTube एप्लीकेशन को पूरा बैक कर देबे तापर YouTube एप्लीकेशन ऊपर क्लिक कर रखिबे तापर आपण ऑप्शन मिल जिवो ऑफ इन्फो एडे आपण क्लिक करिवे तापर आपण ऑप्शन मिल जिवो डाटा यूजेस यार ऊपर क्लिक करिवे देखंतु टोटल डाटा ती यूज हेची तापर देखंतु मोर बैकग्राउंड डाटा 32 MB सरी जाईची एमिति आपनकर 100 MB केते गुड हेइथिवो आपण नेट ऑन करथिबे YouTube देखु नथिबे डाटा याडे सरी सरी जाउथो सेति पय ए सेटिंग को ऑफ करिया बहुत जरूरी आपण माने YouTube देखु नथिबे अलगा कोन देखुथिबे याडे आपनको डाटा सरी जाइथिवो एथि पय आपनको डाटा जल्दी सरी जाउची सो सेति पय याको भी आपण माने ऑफ कर दियंतु सिंपली देखंतु तळे आपनको ऑप्शन मिल जिवो बैकग्राउंड डाटा ये देखंतु ऑन हेकी अछि या पय भी हमर डाटा जल्दी सरी जाउची यार पर सिंपली क्लिक करिवे आ बैकग्राउंड डाटा को ऑफ कर देबे देखंतु एडा ऑफ हे गला ना एबे बैकग्राउंड रे किछि वीडियो प्ले होबनी बैकग्राउंड रे YouTube चलीबनी एबे आपण डाटा ऑन करथिबे किछि भी प्ले हो नथिबो किछि भी चल नथिबो एबे आपण को डाटा दिन सारा चलीबो दिन सारा आपण माने 1 GB 1.5 2 GB जति प्लान भी आपण पकै चंदी एबे आपण जते वीडियो देखले भी किछि भी डाटा सरीबनी दिन सारा आपण माने डाटा यूज करि परिबे दिन सारा आपण माने YouTube रे वीडियो देखि परिबे टिके जस्ट वीडियो क्वालिटी कमी जिवो किछि प्रॉब्लम नाही आपण को डाटा ती बंची जिवो ना सेतबे आपण माने ए सेटिंग गुडा एबे ही ऑन कर दियंतु आपण को जदि वीडियो टी भल लागिछि ताले वीडियो को लाइक करंतु आम चैनल को सब्सक्राइब करी बेल आइकन क्लिक कर दियंतु ए चैनल आपण मानकु सब प्रॉब्लम रो सॉल्यूशन मिल जिवो रोज फ्रेंड्स धन्यवाद।